ସକାଳୁ ଯାଇଥିଲି ଆଣିବାକୁ ମାଛ। ଆଜି ହଉଛି ଗୋଟେ ଆଇଁଷ ଦିନ, ତେଣୁ ମାଛ ଆଣିବ ବୋଲି। ଆଜି ମାଛ ଟିକେ କଣ, ଆମେ ତ 2 ଜଣ ଖାଇବୁ। ତାପରେ ଅସୁବିଧା ହେଇଯାଉଛି କଣ କି, ମାନେ ଯୋଉ ଆମେ 2 ଜଣ ହେଲା ପରେ କେତେ ଆଣିବି କଣ କରିବି। ମୁଁ ଖାଇଲେ ମାଛ ପିସ୍ ଖାଇଲେ ଗୋଟିଏ ପିସ୍ ଖାଇବି, ସେ ଖାଇଲେ ସେ ଗୋଟାଏ କି 2 ପିସ୍ ଖାଇବେ। ବଡ ଅସୁବିଧା ହଉଛି ଆଣିବା ପାଇଁ। କଙ୍କଡା ଖାଇବେନି, ଚିଙ୍ଗୁଡି ଖାଇବେନି, ଅମକ ଖାଇବେନି, ମାଛ କଣ କରିବି। ଦେଖିଲେ ବଢିଆ ଚୁନା ମାଛ ବଢିଆ ଥିଲା। ହଁ, ବଢିଆ ଚୁନା ମାଛ ଥିଲା, ଦେଖିକି ଟିକେ ଲୋଭ ଲାଗିଲା। ଆପଣ ଆସିବେ କି? ବସନ୍ତୁ ବସନ୍ତୁ, ଆପଣ ବସନ୍ତୁ, ଆପଣ ସେଇ ଜାଗାରେ ବସନ୍ତୁ। ବସିଲେ କଣ କି, 2 ଜଣ ବସିଲେ ତାର ସୌନ୍ଦର୍ଯ୍ୟ ଆଉ ଟିକେ ବୃଦ୍ଧି ପାଏ। ଜଣେ ବସି ଖାଇବା, 2 ଜଣ ବସି ଖାଇବା, ସବୁ ପ୍ରକାର ଜିନିଷ ରହିଛି ନା। ଆଉ ଯାହା ଯେମିତି ହଉ, ଚୁନା ମାଛ, ଫ୍ରେଶ ଚୁନା ମାଛ ପାଇଲି। ବଢିଆ ଚୁନା ମାଛ ଏକଦମ। ମତେ ପଚାରିଲେ କେମିତି କଣ କରିବା, ତାକୁ ପ୍ଲେନ ଭାଜିଦେବି ନା ଟିକେ ମସଲା ଦେଇକି ଟମାଟୋ ଦେଇ କରିଦେବି, ଏମିତି ଭାଜିଦେବି। ମୁଁ ଟିକେ ଟମାଟୋ ଦେଇକି ଟିକେ ମସଲା, ଅଳ୍ପ ମସଲା ଦେଇକିରି ଖାଲି ଟିକେ ଫ୍ରାଏ ଟାଇପ ର କରିଦିଅ। ଆଉ ପିଆଜ ମସଲା ଏତିକି ଟିକିଏ, ଆଉ ଟମାଟୋ ପକେଇ ଦେଇକି କରିଦବା ଫ୍ରାଏ ତ। ଆଉ କଣ ଫ୍ରାଏ। ଆଉ ଗୋଟେ ମଜା କଥା ହେଇଛି ନା, ଆଜି ଗୋଟେ ମଦରଙ୍ଗା ଶାଗ, ଖଡା ଶାଗ ଆଣୁଥିଲି, ଏ ମଦରଙ୍ଗା ଶାଗ ଦେଖିଦେଲି। ଆଉ ମଦରଙ୍ଗା ଶାଗର ଟେଷ୍ଟ, ମଦରଙ୍ଗା ଶାଗର ଟେଷ୍ଟ ବହୁତ ବଢିଆ। ତା କିଛି ନାହିଁ, ତା ଖାଲି ପିଆଜ ଟିକେ ଖରଡ଼ି ଦେବେ, ତା ଟେଷ୍ଟ କିନ୍ତୁ ବହୁତ ବଢିଆ ଲାଗେ ଖାଇବାକୁ ମଦରଙ୍ଗା ଶାଗ। ତା ସାଙ୍ଗରେ ଗୁଣ୍ଡି ପିଆଜ ଆଣିଥିଲି, ଛୋଟ ଛୋଟ ପିଆଜ ଦେଖନ୍ତୁ, ଛୋଟ ପିଆଜ, ଛୋଟ ପିଆଜ ଦେଖୁଛନ୍ତି, ଛୋଟ ପିଆଜ ଆଣିଥିଲି। ତେଣୁ କାକୁଡି ଆଉ ଖରାଦିନେ ତ ଏଇ ପିଆଜ ଟା ହଉଛି ବାହାରେ, ସେଇ ପିଆଜ ଟା ଖାଆନ୍ତି ପଖାଳ ଭାତରେ। କଣ ପଖାଳ ଭାତରେ ପିଆଜ, ପଖାଳ ଭାତ? ମୁଁ ପଖାଳ ଭାତ ଖାଇଲିନି, ପଖାଳ ଭାତ ଖାଏ, କିନ୍ତୁ ଆଜି ଚୁନା ମାଛ ପଖାଳ ଭାତ ଖାଇବାର ଥିଲା। ପଖାଳ ଭାତ ହବାର ଥିଲା, ମାଛ ଭଜା, ପଖାଳ ଭାତ, ଶାଗ ଭଜା ହବାର ଥିଲା। ମନ ହେଲା ନାଇଁ ଆଜି କରିବାନି, ଟିକେ ଅଳ୍ପ ଟିକେ ମସଲା ଦେଇକିରି ଟିକେ ଟମାଟୋ ପକେଇ କରିବା। ମଦରଙ୍ଗା ଶାଗ ସତରେ ମୁଁ ଭାରି ଶାଗ ପ୍ରିୟ। ଯେକୌଣସି ଶାଗ ହଉ, ସେ କଖାରୁ ଡଙ୍କ ହେଲେ ତାକୁ ଆଣି ଖରଡ଼ି ଦବ, କଲରା ପତ୍ର ହେଲେ ତାକୁ ଆଣି ଖରଡ଼ି ଦବା, ମତେ ଭାରି ଭଲ ଲାଗେ। ତେଣୁ ମଦରଙ୍ଗା ଶାଗ ମୋର ଭାରି ପ୍ରିୟ, ନେଇକି ଆସିଲି ମଦରଙ୍ଗା ଶାଗ। ତା ସାଙ୍ଗରେ ଆଉ କିଛି ଆଣିନି, ଏତିକି ଆଇଟମ ଧରିକିରି ଘରକୁ ପଳେଇ ଆସିଲି। ଆସିକିରି ଏମାନଙ୍କୁ କହିଲି କରିବାକୁ, ଆଉ କଣ କରିବା, ଖାଇବା କଥା ତ। ଆଉ ଡାଲି, ମୁଗ ଡାଲି କଲନି? ହଁ, ମୁଗ ଡାଲି ହେଇଥିଲା। ମୁଗ ଡାଲି ଭଜା, ମୁଗ ଡାଲି ମୁଁ ଆଣିଥିଲି। ମୁଗ ଡାଲି ଆଉ କଣ, ଚୁନା ମାଛ। ଛୋଟ ହେଇଥିଲି, ଗାଁରେ ଆମର ନାଳ ଥିଲା, ମାମୁଁ ଘର ଗାଁରେ ନାଳ ଯାଇଥିଲା। ସେ ଯୋଉ ମଝିରେ ମଝିରେ ତାଙ୍କର ଥାଏ, ଯୋଉ ସାଇପନ୍ ଟାଇପ ଥାଏ, ସେଇଟା ଜାଗାରେ ପକେଇ ଦେଇଥିବେ ଯୋଉ ଜାଲ ଥୋଇ ଦେଇଥିବେ। ବିଶ୍ୱାସ କରି ଜହ୍ଲା ମାଛ ଟକ୍ 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 ହେଇ ତାପରେ ଡେଉଁଥିବେ, ଫ୍ରେଶ ମାଛ ଏକଦମ। ସେଇ ଜିନିଷ ଆଉ ମିଳିବା କଷ୍ଟ। ଏବେ ସେ ନାଳରେ ପାଣି, ଏମିତି ହଉ। ମଦରଙ୍ଗା ଶାଗ ସତରେ ବଢିଆ ଶାଗ। ମଦରଙ୍ଗା ଶାଗ ରାଇ ବି ବଢିଆ ଲାଗିବ। ଭଜା ରାଇ କଲେ ବି ବଢିଆ ଲାଗିବ। ବହୁତ ବଢିଆ ଲାଗିବ। ମୁଁ ସାଧାରଣତଃ ଦେଶୀ ଘରୋଇ ଖାଦ୍ୟ ଖାଇବା ଭଲ ପାଏ। এই ପିଆଜ 2 ପ୍ରକାର ମିଳୁଛି, ଗୋଟେ ଗୋଲ ମିଳୁଛି, ଗୋଟେ ଲମ୍ବାଳିଆ ମିଳୁଛି। ଲମ୍ବାଳିଆ ଆଣିବେ, ଭଲ ଭଲ ଦେଶୀ ପିଆଜ, ଭଲ ଲାଗିବ ଖାଇବା। ଆଉ ଖାଇବା, ଖାଇଲ? ଖା, ତୁମେ ତ ଚୁନା ମାଛ ପ୍ରିୟ, ଖା। ମତେ ବଡ ମାଛ ବି, ଚୁନା ମାଛ ଭଲ ଲାଗେ, ପୋହଳା ମାଛ ଭଲ ଲାଗେ। ବେଶୀ ଆଇଟମ ନାହିଁ, ଏତିକି ଆଇଟମ। ଶାଗ, ମାଛ ଫ୍ରାଏ, ଭାତ, ଡାଲି, ମୁଗ ଡାଲି। ଦେଶୀ ଖାଦ୍ୟ ହେଇଛି, ଘରୋଇ ଖାଦ୍ୟ ହେଇଛି। ଓ ଫାର୍ଷ୍ଟ କ୍ଲାସ, ଫାର୍ଷ୍ଟ କ୍ଲାସ।